ଏସବୁ ଟିକେ ଆଜ୍ଞା ଆଜ୍ଞା ବାପୁଜୀ ନଗରରୁ ଆସିଛି ଶିଶୁ ଛକରୁ। ଗୋଡ଼ଟା ଆକ୍ଚୁଆଲି ମୋର ବହୁତ ପେନ୍ ହେଉଥିଲା 3 ବର୍ଷ ହେଇଗଲାଣି। ହଠାତ୍ ବେଡ଼୍ରେ ଶୋଇଛି ଆଉ ପଡ଼ିଲା ପରେ ଆଉ ଚାଲିପାରିଲିନି। ତାପରେ ମୋତେ ନେଇକି ସେ ଆମର ବାପୁଜୀ ନଗର ଅର୍ଥୋପେଡ଼ିକ୍ ଦେଖା ହେଲା। ସେ ଅଷ୍ଟୋପୋରୋସିସ୍ ଯେଉଁ ଟେଷ୍ଟ କରିଲେ ସେଇଟା କରେଇଲେ, ସେଇଟା କଲେ ସେଇଟା ବହୁତ ମାନେ ଆପଣଙ୍କର ୱିକ୍ ହେଇଯାଇଛି, କ୍ୟାଲସିୟମ୍ ଖାଆନ୍ତୁ। ଖାଉଛନ୍ତି ମୁଁ ନା ସେ ପିରିୟଡ଼୍ସ କେବେ ବନ୍ଦ ହେଲାନି 5 ବର୍ଷ। କ୍ୟାଲସିୟମ୍ ଖାଉନାହାନ୍ତି, ମୁଁ କହିଲି ନାହିଁ କାହିଁ ଖାଉନାହାନ୍ତି, ମୁଁ କହିଲି ମୋର ସେମିତି କିଛି ହେଉନଥିଲା ଖାଇନି ଆଉ। ତାପରେ ଏଠୁ ମାସେ ଖଣ୍ଡେ ସେଠି ଖାଇଛି ଆମର ମେଡ଼ିକାଲ ଔଷଧ ଖାଇଲି ଏଲୋପାଥି। ତାପରେ ଆମର ମୁଁ ଏଠିକାର ମେମ୍ବର ସଦସ୍ୟ ଅର୍ଗାନାଇଜେସନ୍ର। ତାପରେ ସାର୍ଙ୍କୁ ଆସି ଦେଖେଇଲି। ସାର୍ଙ୍କୁ 3 ବର୍ଷ ହେଇଗଲାଣି କଣ୍ଟିନ୍ୟୁ ମୋର ମଝିରେ ସ୍ପଣ୍ଡିଲାଇଟିସ୍ ବାହାରିଲା, ହୋମିଓପାଥି ଖାଇକି ମୋର କମିଗଲା। ଏବେ ବି କଣ୍ଟିନ୍ୟୁ କରୁଛି ଗୋଡ଼ ପାଇଁକି। ଗୋଡ଼ ଠିକ୍ ଅଛି ହଁ ଏବେ ମାନେ ମୁଁ ଷ୍ଟେପ୍ ଉଠି ପାରୁନଥିଲି, ଏବେ ଚଲାବୁଲା ଠିକ୍ସେ କରୁଛି। ଫାର୍ଷ୍ଟ ଫ୍ଲୋରରେ ରହୁଛୁ, ତଳ ଉପର କାମ ଦାମ ସବୁ କରିପାରୁଛି। ମାନେ ଫ୍ୟାମିଲିରେ କିଏ ଖାଇଛି ମେଡ଼ିସିନ୍, ହୋମିଓପାଥିକ୍ ମେଡ଼ିସିନ୍? ଆମର ସମସ୍ତେ, ମୋ ବଡ଼ ଯାଆ ମଝିଆ ଯାଆ ମୁଁ ସମସ୍ତେ ଆମେ ହୋମିଓପାଥି। କୁହନ୍ତି ହୋମିଓପାଥି ବଢ଼େଇ ଦେବ ତାପରେ କମିବ, କିନ୍ତୁ ସେମିତି କିଛି ନାହିଁ, ଆମେ ଖାଉଛୁ ରେଗୁଲାର। ଥ୍ୟାଙ୍କ ୟୁ।